ଯାଜପୁରରୁ ଲଢ଼ିବେ କି ପ୍ରଣବ ପ୍ରକାଶ ଦାସ? ଆଜି ଯାଜପୁରରେ ଏଭଳି କିଛି ସଂକେତ ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଯାଜପୁର ନିର୍ବାଚନ ମଣ୍ଡଳୀ କୁଆସ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ପଠାଇଥିଲେ ଲଢ଼ିବା ପାଇଁ। ଏହି 4 ମାସ ଭିତରେ ସେ ଯାଜପୁର ଆସିପାରି ନାହାନ୍ତି, କିନ୍ତୁ ଯାଜପୁରବାସୀ ତାଙ୍କ ସମ୍ମାନ ରଖିଛନ୍ତି। ଯାଜପୁରରୁ ସେ ପୁଣି ଲଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି। କେଉଁ ଲଢ଼େଇକୁ ବବିଙ୍କ ଇସାରା? ଉପନିର୍ବାଚନ ଜରିଆରେ ପୁଣି ଯାଜପୁର ଅକ୍ତିଆର ପାଇଁ ଚାଲିଛି କି ଚାଲ? ସେ ନେଇ ବଢ଼ିଛି ନାନା ଚର୍ଚ୍ଚା। ବବି କହିଛନ୍ତି ଯେତେବେଳେ ପୁଅ ମା ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି। ଆପଣମାନଙ୍କୁ ଦେଖି ସତ ସିଂହର ବଳ ଆସିଛି। ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି ଉପସ୍ଥିତ କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ବବି। ତା ସହ ବିଜେପିକୁ ନିଶାନା କରି କହିଛନ୍ତି ବିଜେପି ଯାଜପୁରର ବିକାଶ ଚାହୁଁନି। ତେବେ ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନି। ବ୍ୟୁରୋ ରିପୋର୍ଟ, ବିପ୍ଳବୀ ପରିକ୍ରମା। Please like, share and subscribe to our channel Biploi Parikrama.